ଇଷ୍ଟର୍ଣ୍ଣ କୁକୁଡ଼ା ଫାର୍ମ ହାଚେରୀ ଭିତରେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକ ହେଉଛନ୍ତି ବଡ଼ କୁରୁମା ଟାଙ୍ଗର ଗାଁର ବିଜୟ କୁମାର ଖଟୁଆ। ବିଜୟ ସକାଳ 8ଟାରେ କୁକୁଡ଼ା ଫାର୍ମକୁ ଡ୍ୟୁଟିରେ ଯାଇଥିଲେ। ଆଉ ସେଡ୍ରେ ଅଣ୍ଡା କଲେକ୍ସନ୍ ଓ ଫିଡ୍ ଦେଉଥିବା ସମୟରେ ତାଙ୍କର ଗୋଡ଼ ଖସି ପଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଥିଲା। ଫାର୍ମ ପକ୍ଷରୁ ଏହା କୁହାଯାଇଥିବା ବେଳେ ପରିବାର ଲୋକ ଆଣିଛନ୍ତି ହତ୍ୟା ଅଭିଯୋଗ। ଆମ ଭେଣେଇ କୁକୁଡ଼ା ଫାର୍ମରେ ଯେ ଅଡାଲ୍ଟ ଯେ କୁକୁଡ଼ା ଫାର୍ମ ସେଠି କାମ କରୁଥିଲେ 20 ବର୍ଷ ଦୀର୍ଘ 20 ବର୍ଷ ହେବ କାମ କରୁଥିଲେ। ଆମର କମ୍ପାନୀରୁ ଫୋନ୍ ଆସିଲା ଯେ ତାଙ୍କ ଦେହ ଖରାପ ଅଛି, ଆମେ ଆମ୍ବୁଲାନ୍ସରେ ନେଉଛୁ, କ'ଣ ହେଇଛି ଆମେ ଜାଣିନୁ। ସିଏ ମାଡ଼ ହେଇକି ମୃତ୍ୟୁ ହେଇଛି କି କିନ୍ତୁ ଆସିବା ବେଳକୁ ତାଙ୍କର ଜୀବନ ଥିଲା, ତାଙ୍କର ହାର୍ଟ ଚାଲୁଥିଲା ବୋଲି ଆମେ ଜାଣିଛୁ, କିନ୍ତୁ ତାପରେ ମୃତ ଘୋଷଣା ହେଇଛି। ସେ ବାଡ଼େଇକି ମାରିଛନ୍ତି କି ଦେହ ଅସୁସ୍ଥରୁ ହେଇଛି ସେଟା ଆମେ କହିପାରିବୁନି। ଆମର ପୁଅଟି ରୋଜଗାରକ୍ଷମ ହେଲାଣି କିନ୍ତୁ କିଛି କରିନି ଏପର୍ଯ୍ୟନ୍ତ, ସେ ବେକାର ଅଛି। ପାଠ ପଢ଼ିଛି +2 +3 ପଢ଼ିଛି, ତାକୁ ନିଯୁକ୍ତି ଦିଆଯାଉ ସେ କମ୍ପାନୀରେ। ଆଉ ବର୍ତ୍ତମାନ ଘର ଚଳିବା ପାଇଁ ତାଙ୍କୁ ଆର୍ଥିକ ସହାୟତା 30 ଲକ୍ଷ ଖଣ୍ଡେ ଦିଆଯାଉ। ଇଷ୍ଟର୍ଣ୍ଣ ହାଚେରୀରେ କାମ କରୁଥିବା ଅବସ୍ଥାରେ ତାଙ୍କର କ'ଣ କେମିତି ଅବସ୍ଥାରେ ସେ ତାଙ୍କର ଏକ୍ସପାୟାର୍ଡ ହେଇଛି, ସେଥିପାଇଁ ଆକ୍ଚୁଆଲି ଆମେ ଦେଖି ଯେତିକି ପ୍ରାଇମେରୀରୁ ଇନଫର୍ମେସନ୍ ମିଳୁଛି ସେଠିକାର କୌଣସି ସେଫ୍ଟି ଜିନିଷ କିଛି ନାହିଁ, ଯେଉଁଟାକି ଗୋଟେ ଏମ୍ପ୍ଲୟ ପାଇଁ ନିହାତି ଜରୁରୀ ପ୍ରାଥମିକରେ ସେ ଜିନିଷ ତାଙ୍କର ଟୋଟାଲି ନାହିଁ। ଆଉ ଇଏ ସେଠି ଯେଉଁ ଏକ୍ସପାୟାର୍ଡ କରିଗଲେ ତାଙ୍କର ଯେଉଁମାନେ ଅଛନ୍ତି ସେଇ ପ୍ଲେସ୍ରେ ସେଇମାନେ ମଧ୍ୟ ବି ମାନେ ତାର ସଠିକ୍ ଆନ୍ସର ଦେଉନାହାନ୍ତି କି ନୁଚଉଛନ୍ତି। କିଛି ଗୋଟେ କାରଣ ଘଟିଛି, ଆଉ ଯେଉଁଟାକି ଭିତରି କାରଣ ହୁଏତ କ'ଣ ବାଡ଼େଇକି ହେଇପାରନ୍ତି କି ନାହିଁ, ସେ ପଡ଼ିକି ତାଙ୍କର କୌଣସି ଆଙ୍ଗେଲ ଫାଙ୍ଗେଲ ହଉ କି ବାଜିଛି କ'ଣ, ଏହାର ସଠିକ୍ ଉତ୍ତର ପର୍ଯ୍ୟନ୍ତ ଆମେ ପାଇପାରୁନାହିଁ। ଆହୁରି ମେନ୍ ଜିନିଷ ହେଉଛି ସେ କମ୍ପାନୀର କୌଣସି ଅଫିସର ଏପର୍ଯ୍ୟନ୍ତ ଆମେ କହିଲା ପରେ ବି 2 ଘଣ୍ଟା 2.5 ଘଣ୍ଟା ହେଇଗଲାଣି ଏପର୍ଯ୍ୟନ୍ତ ଆମ ପାଖରେ କେହି ପହଞ୍ଚି ନାହାନ୍ତି। ତାଙ୍କୁ ସେମାନେ କହୁଛନ୍ତି ଯାଉଛୁ ବୋଲି, କିନ୍ତୁ ଏପର୍ଯ୍ୟନ୍ତ ପହଞ୍ଚି ପାରୁନାହାନ୍ତି। ଆମର ଡିମାଣ୍ଡ ସେଠାକ ପ୍ରଥମେ ସେ ଯେଉଁ ଏମ୍ପ୍ଲୟମାନଙ୍କ ସେଫ୍ଟିଟାକୁ ନିହାତି ଜରୁରୀ, ଆଉ ସେଫ୍ଟି ତାଙ୍କର କୌଣସି ଗୋଟେ ଆଙ୍ଗେଲରେ ଗୋଟେ 1% ବି ସେଫ୍ଟିର ଜିନିଷ କିଛି ନାହିଁ। ଆମେ ଦାବି କରୁଛୁ ସେଠି ପ୍ରଥମେ ଏମ୍ପ୍ଲୟ ସେଫ୍ଟି ଦରକାର, ତାପରେ ପ୍ଲସ୍ ଏବେ ଯେଉଁ ଏକ୍ସପାର୍ଟ କରିଛନ୍ତି ତାଙ୍କର ଫ୍ୟାମିଲିକୁ ସଠିକ୍ କମ୍ପେନସେସନ୍ ମିଳୁ, 30 ଲକ୍ଷ ଟଙ୍କାର କମ୍ପେନସେସନ୍ ଦିଆଯାଉ, ଏବଂ ତାଙ୍କର ଯୋଗ୍ୟତା ତାଙ୍କର ସ୍ତ୍ରୀ ହେଉ କି ତାଙ୍କ ପିଲାମାନଙ୍କୁ କୌଣସି ଚାକିରି ଗୋଟେ ଦିଆଯାଉ। ଏତିକି ନ କଲା ପର୍ଯ୍ୟନ୍ତ ସେ କମ୍ପାନୀକି ଆମେ ବର୍ତ୍ତମାନ ଚଲେଇ ଦେବୁ ନାହିଁ। ତାଙ୍କର ପ୍ରଥମେ ଗେଟ୍ ବନ୍ଦ ହେବ, ତାର ଲୋକ ତାଙ୍କୁ ତାଙ୍କର ସୁବିଧା ସୁଯୋଗ ନ ଦେଲା ପର୍ଯ୍ୟନ୍ତ କମ୍ପାନୀ ବନ୍ଦ ରହିବ, ଯେପର୍ଯ୍ୟନ୍ତ ତାଙ୍କୁ ରିଟର୍ନ ନ ଦେଇଛନ୍ତି। ଆଜି ସକାଳୁ ପିଲାମାନେ ଏଣ୍ଟ୍ରି କଲା ପରେ ଯାହା ୟୁଜୁଆଲି ଡେ ଟୁ ଡେ କାମରେ ସେମାନେ ଯୋଗ ଦେଲେ। 9ଟା ବେଳେ ମୁଁ ଅଫିସରେ ଥିଲି, ରିପୋର୍ଟ ଆସିଲା ଯେ ସେ ଆମର ଯେଉଁ ସେଟ୍ ଯେଉଁ ପ୍ଲାଟଫର୍ମ ଅଛି ସେ ପଡ଼ିଗଲା ପରେ ସେନ୍ସଲେସ୍ ହେଇଗଲା। ତାପରେ ଆମେ ତାଙ୍କର ସାଥୀ ପିଲା ସବୁ ଆଣିକିରି ଆସିକିରି ଗେଟ୍ ପାଖକୁ ଆସିଲେ, ଗେଟ୍ ପାଖକୁ ଆସିକିରି କାର୍ ଧରିକି ଏଠିକି ଆସିଲୁ। ଟ୍ରଲିରେ ଆମର ସେ ପ୍ରୋଭିଡେଡ଼ ଏରିଆ ଭିତରେ ତ ଭେହିକିଲ୍ ସବୁ ଯିବନି, ଆମର ପର୍ଟିକୁଲାର କେତେଟା ଅଛି ଭେହିକିଲ୍ ଯିବ, ଆଉ ବାହାର ଗାଡ଼ି ନାହିଁ। ଆମର ଗେଟ୍ ପାଖରେ ଯଦିଓ କମ୍ପାନୀ ଗାଡ଼ି ନାହିଁ, ଆମର ଅନ୍ୟ ଗାଡ଼ି ସବୁ ଅଛି, ସେ ଗାଡ଼ି ସବୁ ଯାଇଥିଲା ଗାଡ଼ି ସପ୍ଲାଏରେ, ଯେହେତୁ ପର୍ସନାଲ ଗାଡ଼ି ଥିଲା କାର୍ରେ ଧରିକି ଆସିଲେ। ନାଇଁ ଆପଣ ଏଇଟା ଏଗ୍ରିକଲଚରରେ ଯାଉଛି, ଯଦି ସେଫ୍ଟି ନାହିଁ ଆମର ଯେଉଁଠି ଅଛି ଆମର ଜେନ୍ସେଟ୍ ସେଠି ଆମର ଫାୟାର ଏକ୍ସଟିଂଗୁଇସର ଅଛି, ଯେଉଁଠି ରହିବା କଥା ସେଠି ଅଛି। ସେଡ୍ ଭିତରେ କୁକୁଡ଼ା ଫାର୍ମ ଭିତରେ ସେମିତି କିଛି ନାହିଁ, ସେଠି ତ ଫାୟାର ସେମିତି କିଛି ନାହିଁ। ନା ଆମର ଭୁବନେଶ୍ୱରରୁ ଆସୁଛନ୍ତି ସାର୍ମାନେ, ସେମାନେ ମୁଁ ତ ଅଥରାଇଜ ନୁହଁ ସେଇଟା କହିବା ଲାଗି। ସାର୍ମାନେ ଆସୁଛନ୍ତି, ସେ ସାର୍ମାନେ ଯାହା କହିବେ ଆଉ। ନା ଆବଶ୍ୟକତା ନାହିଁ, ଆପଣ ଇଣ୍ଡଷ୍ଟ୍ରିରେ ଆବଶ୍ୟକତା ଅଛି, ଯେହେତୁ ଏଇଟା ଏଗ୍ରିକଲଚର ଏପର୍ଯ୍ୟନ୍ତ ଆମର ଯେତେ ୟୁନିଟ୍ ଅଛି କୋଉଠି ଏମିତି କିଛି ମେଜର୍ସ ନାହିଁ। ଯଦି ଫର୍ଦର କିଛି ଦରକାର ହେବ ମ୍ୟାନେଜମେଣ୍ଟ ୱିଲ୍ ପ୍ରୋଭାଇଡ୍, ସେଇଟା ମୁଁ ତ ରାଜି ଅଛି। କିନ୍ତୁ ଯେହେତୁ ଏଗ୍ରିକଲଚର ଏମିତି ଆମର ଯେତେଟା ୟୁନିଟ୍ ଅଛି ଆକ୍ରସ ଓଡ଼ିଶା କି ଇଣ୍ଡିଆ କୋଉଠି ଏମିତି ନାହିଁ, ଦିଆ ହେଇନି। ଯଦି ଏଣିକି ଦରକାର ପଡ଼ିବ ମ୍ୟାନେଜମେଣ୍ଟ ୱିଲ୍ ପ୍ରୋଭାଇଡ୍। ଢେଙ୍କାନାଳରୁ ଲକ୍ଷ୍ମୀକାନ୍ତ ସାହୁଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।